ଅଜଣା ବୋଲେରୋ ଧକ୍କାରେ ଦୁଇ ଛାତ୍ର ଗୁରୁତର। ସିସି କ୍ୟାମେରାରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲାର ବଲାଣୀ ସ୍ଥିତ ସିଭିଲ୍ ଅଫିସଠାରୁ ବିର୍ସାମୁଣ୍ଡା ଛକ ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାରେ ଦୁଇ ଜଣ ନାବାଳକ ସ୍କୁଲ ଘରକୁ ଫେରୁଥିବା ବେଳେ ଏକ ଧଳା ରଙ୍ଗର ଅଜଣା ବୋଲେରୋ ତାଙ୍କୁ ଧକ୍କା ମାରି ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ଗୋଡ଼ ଓ ଜଣଙ୍କର ହାତ ଭାଙ୍ଗିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଛାତ୍ର ଦୁଇ ଜଣଙ୍କୁ ପ୍ରଥମେ ବଲାଣୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ବଲାଣୀ ପୁଲିସ ଦ୍ୱାରା ଘଟଣାର ତଦନ୍ତ କରାଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ବୋଲେରୋଟିର ସନ୍ଧାନ ଜାରି ରହିଛି। ଦୁର୍ଘଟଣାର ଏହି ଛାତିଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜିବାରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଉଛି।